ଲୋକେ ଦେବାଦେବୀଙ୍କଠାରେ ନଡ଼ିଆ ଚଢ଼ାନ୍ତି କାହିଁକି? ହିନ୍ଦୁ ଧର୍ମରେ ନଡ଼ିଆର ମହତ୍ତ୍ୱ ଅଧିକ। ଏହାକୁ ଶ୍ରୀଫଳ ବୋଲି ମଧ୍ୟ କହିଥାନ୍ତି। ଭୋଗ ଭାବରେ ନଡ଼ିଆ ବ୍ୟତୀତ ଅନ୍ୟ କୌଣସି ପଦାର୍ଥ ଶୁଦ୍ଧ ହୋଇନଥାଏ। କାରଣ ନଡ଼ିଆର ଉପରେ ଆବରଣ କଠିନ ବା ଟାଣ ଏବଂ ବନ୍ଧ ହୋଇଥିବା ଏହି କଠିନ ଆବରଣ ତଳେ ସ୍ୱଚ୍ଛ ଓ ଶୁଦ୍ଧ ଜଳ ଭରି ରହିଥାଏ। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଜଳକୁ ସ୍ପର୍ଶ କଲେ ବସ୍ତୁଗୁଡ଼ିକ ଶୁଦ୍ଧ ହୋଇଥାଏ, ଯେପରି ନଡ଼ିଆର ଜଳ ଶୁଦ୍ଧ। ଦ୍ୱିତୀୟ କଥା, ଖୋଲା ଭୋଗ ପ୍ରଦୂଷିତ ହୋଇପାରେ, କିନ୍ତୁ ନଡ଼ିଆ ପ୍ରସାଦ ପ୍ରଦୂଷିତ ନ ହେବା ଏହା ହେଉଛି ସ୍ପଷ୍ଟ କାରଣ। ନଡ଼ିଆକୁ ଶୁଭ, ସୌଭାଗ୍ୟ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ଲୋକ ମାନିଥାନ୍ତି। ପ୍ରତ୍ୟେକ ଶୁଭ କାର୍ଯ୍ୟ ଯଥା ବିବାହ, ବ୍ରତ, କଳସ ସ୍ଥାପନା, ଘର ପ୍ରତିଷ୍ଠା ଆଦିରେ ନଡ଼ିଆର ଆବଶ୍ୟକ ହୋଇଥାଏ। ଲୋକେ ନଡ଼ିଆକୁ ଭଗବାନ ଶିବଙ୍କର ସ୍ୱରୂପ ବୋଲି ମାନିଥାନ୍ତି, କାରଣ ନଡ଼ିଆର ତିନୋଟି ଆଖି ଥିବାରୁ ତାହାକୁ ତ୍ରିନେତ୍ର ବୋଲି କୁହାଯାଇଥାଏ। ନଡ଼ିଆ ଠାରୁ ଆମର କିଛି ଶିକ୍ଷା କରିବାର ଗୁଣ ରହିଛି, ଯେପରି ନଡ଼ିଆର ଉପରେ